କଟକର ରାଜନୀତି ଚାଲିଛି କ୍ରସ୍ ଭୋଟିଂ ପରେ ଦେଖନ୍ତୁ ଆଜ୍ଞା, ଆମେ ବିଜୁ ଜନତା ଦଳର ନିର୍ବାଚିତ ପ୍ରତିନିଧି ଏବଂ ଆମକୁ ନିର୍ବାଚନରେ ଗୁରୁ ଦାୟିତ୍ୱ ଡକ୍ଟର ପ୍ରଭାତ ରଞ୍ଜନ ବିଶ୍ୱାଳ ନେଇଥିଲେ ଏବଂ ଆମେ ବିଭିନ୍ନ ସମୟରେ ମଧ୍ୟ ଆସୁ ତାଙ୍କ ସହିତ ବିଭିନ୍ନ ପ୍ରକାର ଆଲୋଚନା କରୁ ଏବଂ ସେଇ ଭିତରେ ଆଜିର ମଧ୍ୟ ଗୋଟେ ଆଲୋଚନା। ଗୋଟେ ସିଏମସି ମେୟର ତାଙ୍କ ସାମ୍ବିଧାନିକ ପଦର ଅପବ୍ୟବହାର କରିଛନ୍ତି। ମେୟରଙ୍କ ଦାୟିତ୍ୱ ନୁହଁ କୌଣସି କଂଗ୍ରେସର ଏମଏଲଏଙ୍କ କୁଶପତଳିକା ଦାହ କରିବା। ତେଣୁ ମେୟର ଯିଏ ହେବେ ସେ ହେଉଛନ୍ତି ଆମର ଦଳର ନେତା କାଉନସିଲର ନେତୃତ୍ୱ। ସେ ଯେଉଁ କାର୍ଯ୍ୟକ୍ରମ କରିଛନ୍ତି ଆମେ ଜାଣିବାରେ ଆମେ ଲାଗୁନି ସେଟା ଠିକ୍ କରିଛନ୍ତି ନା। ସମୟ କହିବ। ଦୁଇ ଜଣଙ୍କ ଆମେ ତ ବିଜୁ ଜନତା ଦଳ ଆଜିକା ଦିନରେ ବି ଅଛୁ। ସେ ସମୟ ଆଇଲେ ଆମେ ସେଇ ସମୟରେ ହିଁ ଆମେ ସଠିକ୍ ସମୟରେ ସଠିକ୍ ନିଷ୍ପତ୍ତି ନେବୁ। ସେ ପ୍ରଶ୍ନର ଉତ୍ତର ତାଙ୍କୁ ପଚାରିଲେ ବେଟର ହବ। ସାମ୍ବିଧାନିକ ପଦର ଅପବ୍ୟବହାର। ଅରବିନ୍ଦ ଜେନା, କର୍ପୋରେଟର 53 ସିଏମସି। ଆଜି ବୈଠକରେ ଏହା ନିଷ୍ପତ୍ତି ଆଲୋଚନା ମାଧ୍ୟମରେ ଆମର ପୂର୍ବତନ ବିଧାୟକ ଡକ୍ଟର ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ନେତୃତ୍ୱରେ ଆମେ 14 ୱାର୍ଡର ଯେଉଁ କର୍ପୋରେଟର ସମସ୍ତେ ଆସିଥିଲୁ, ଯେଉଁଭଳି ଭାବରେ ଡକ୍ଟର ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କୁ ବହିଷ୍କାର କରାଯାଇଛି ଦଳରୁ ଏବଂ ସୁବିକ୍ରତ ବିଶ୍ୱାଳଙ୍କୁ ଆମର ଯେଉଁ ସସ୍ପେଣ୍ଡ କରାଯାଇଛି ତାରି ବିଷୟରେ ବାରମ୍ବାର ତାଙ୍କ ସୋସିଆଲ ମିଡ଼ିଆଠୁ ଆରମ୍ଭ କରି ବିଭିନ୍ନ ପ୍ରକାର ଯେଉଁ କରାଯାଏ ତାରି ବିଷୟରେ ଆଜି ଆଲୋଚନା କରାହେଲା। ଇସ୍ତଫା କଥା ଆମ ଦରକାର ପଡ଼ିଲେ ଆମେ ସବୁଯାକ ଜିନିଷ ଆଜି ଡିସ୍କସନ୍ ପୁରା ଲାଷ୍ଟ ଇୟର ପୋଜିସନରେ ପହଞ୍ଚିଲେ ଯେ ସବୁଯାକ ଦାୟିତ୍ୱ ଦେଇଦେଇଛୁ ପ୍ରଭାତ ବିଶ୍ୱାଳ। ସେ ଯାହା ନିଷ୍ପତ୍ତି ନେବେ ଆମେ ତାକୁ ମାନି ନେବୁ।